ଛଡ଼ା ହୁଡ଼ୁ ହୁଡ଼ୁ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗଛ ଗୁଡ଼ାକ ପୁଣି କହୁଣିଲାନି। ହିମାଳୟ ଆଡ଼କୁ ଏକମୁହାଁ ଯାଉଥିବା ପେଙ୍ଗୁଇନକୁ ସମସ୍ତେ ଭୁଲିଗଲେଣି। ସେ ଶଳା ମାଙ୍କଡ଼ ଛୁଆକୁ ତା ମା' ମିଳିଗଲାଣି। ହେଲେ ମୋତେ ଶଳା ନା ମିଳୁଛି ଚାକିରି ନା ମିଳୁଛି ଠିକିରି। ତତେ ଆଉ କିଏ ମିଳିବନି କିରେ? ହଁ ହଉ ନା ମୁଁ ମୋ ଭଳିଆ ଏମିତି କେତେ ଲୋକ ବୁଲୁଛନ୍ତି ନା ଆଉ। କିନ୍ତୁ ମୁଁ ଯେଉଁ କାମ ପାଇଁ ଏଠିକି ଆସିଛି ସେ ଉପରେ ଟିକେ ଫୋକସ୍ କରିବା। ଫୋକସ୍ ଆରେ ବା ଶଳା ଇଏ ତ ସେଇ ଜାଗା। ଶଳା ଠିକଣାରେ ଯାହା ଲେଖା ହେଇଥିଲା ଅବିକଳ ସେଇଆ। ଶଳା ଘର ଆଗରେ ଦିଟା ନଡ଼ିଆ ଗଛରେ କଷି ପଇଡ଼, ପୁଣି ଘର ଆଗରେ କ'ଣ ରସିଆନ୍ ଟେପ୍, କିନ୍ତୁ ସେଇ ଜାଗା। କିନ୍ତୁ ଶଳା ବୁଢ଼ା ଗଲା କୁଆଡ଼େ? ଅଙ୍କଲ କଣ କହିଲା? ଆରେ ବା ଟୋକାଟାର ବୟସ 18ରୁ 20, ଦେଖିବାକୁ ହ୍ୟାଣ୍ଡସମ୍ ଅଛି। ହଁ ଠିକ ଅଛି ବାପା, ତମେ ଶୀଘ୍ର ଆସିବ। ଆସ୍କା ବଟି ପିକି କୋଉଠି ଗଡ଼ି ପଡ଼ିବନି। ହଁ ରହିଲି। ବାପା କଣ କହିଲା ମୁଁ ଟିକେ ଦେଖେ। ବାପା କଣ କହିଲା? ଟୋକାଟାର ବୟସ 18ରୁ 20। ତମର ଗୋଟେ ମୋର ଯୋଡ଼ି, ମୋର ଗୋଟିଏ ତମର ଯୋଡ଼ି। ହେଲେ ଦେଖିବାକୁ ହ୍ୟାଣ୍ଡସମ୍ ଅଛି। ତା ଷ୍ଟାଇଲ କେମିତି, ତା ସ୍ମାଇଲ କେମିତି? ତା ଷ୍ଟାଇଲ ହେଉଛି ପୁରା ଅନୁଭବ ମହାନ୍ତି। ଆଉ ତା ସ୍ମାଇଲ ହେଉଛି ପୁରା ବୁଧା ଦେହି। ଆଉ ତା ଫାଇଟ୍ ତ ପୁରା ସିଦ୍ଧାନ୍ତ ମହାପାତ୍ର। এতো গোরা গাল দেখি নজর যাই লেখি বড় সুন্দর তো দুই আখি নজর যাই লেখি তো গোরা গাল দেখি নজর যাই লেখি বড় সুন্দর তো আখি নজর যাই মতে এটি ডাকিছি জি। তোমাকে আমি ডাকিছি কি? এ ঘরর গার্ডিয়ান জি। গার্ডিয়ান জি? হ্যাঁ, তাহলে তুমি হচ্ছে সঙ্গীত মাস্টার। আও ছড়া মু কোন বাংলাদেশী। এ স্যার ঘর তো ঘরে কইছি। হ্যাঁ, স্যার আমি তোমাকে এখানে নমস্কার করলাম। আমি भी তোমার নমস্কার নেলাম। হেলে তুমি কি? তোমাকে নি পঠাইছি ମୋ ବାପା ହଉଛି ସିଏ। তাମାନେ তুমি কোন সে গোবর্ধন অঙ্কলঙ্ক? ছিয়া যা শলা বুড়া কি খন্ডে ঝিও রখিছিবে। শলা ঝিও নহ তো ইয়ে হচ্ছে পুরা অর্ধে কিলো সূর্যচন্দ্র ঘিও। তো মো কয়া কথা তোম বাপা ঘরে নাহাନ୍ତି? না, সে মার্কেট যাইଛନ୍ତି। ভাল হয়েছে বাপা ঘরে নাই যে সাইড গুড়া বন্ধ করে কাম না মানে মো কয়া কথা বাপা ফেরিবার কিছু অভিপ্রায়? মাত্র অধঘন্টা। বঢ়িয়া হব। অধঘন্টার সব কাম সরিଯିବ। অতি হেলে 19 মিনিট 34 সেকেন্ড লাগে। মো কয়া কথা মু কোন তোম বাপাଙ୍କୁ এইଠି অপেক্ষা করিবি? স্যার ও তুমি কোন জানি না অপেক্ষা বড় কেতে মিঠা। তুমি এইটি অপেক্ষা করো, মু এই গলি এই আইলি। କଣ କହିଗଲା ଟୋକି? ଅପେକ୍ଷାର ଫଳ ମିଠା। ମୁଁ ଏଇଠି ଅପେକ୍ଷା କଲି ମିଠା ଫଳ ଖାଇବା ଦେବ? ହଁ ମୁଁ ସାରା ଭୂତ ହେଇକି ବୁଲୁଥିଲି। ମୁଁ ଏଇଠି ଅପେକ୍ଷାର ଫଳ ଖାଇ ଭୂତ ଜନ୍ମ ପାରି ଏଥିରେ କ'ଣ ଅଛି? କିନ୍ତୁ ସାରା ମୋତେ କାହିଁକି ଲାଗୁଛି ଏ ଟୋକି ପାଖରେ କିଛି କଳା ଅଛି। ଇଏ ଗାଁ ଆଖଡ଼ାକୁ ଯଦି ଯାଆନ୍ତା ତାହେଲେ ବାନା ଖଣ୍ଡେ ନିଶ୍ଚୟ ନେଇ ଆସନ୍ତା। ହଉ ଆମେ ଏଠି ଅପେକ୍ଷା କରିବା।
ସେ କେତେବେଳେ କୋଉ ଫଳ ନେଇକି ଆସୁଛି ଆସୁ ଆମେ ଟିକେ ଖାଇଦବା ଆଉ କଣ ମିଠା ପାଣି ମାନେ ସରବତ ବହୁତ ସୁନ୍ଦର ତୁମ ପର୍ବ ସରବତ 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 ବହୁତ ସୁନ୍ଦର ହେଇଥିଲା ଆଚ୍ଛା ତମ ନାଁ କଣ ମୋ ନା ହଁ ହଉଛି ବୀଣା ପାଣି এই যে রওনা ছেড়া পে 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 সব বিনা পানি কো বসর হর্ন নেই দিলে তোমার কোন বস না ମୁଁ ରେଳ রেল তাহলে বেশি ডবা থিব আচ্ছা মো কয়া কথা তুমি এই যে সর্বত ঘরে তৈরি করছিল না বাজারରୁ মগেইছিল ନାଇଁ ମୁଁ ବଜାର ମଗେଇନି ବା ମୁଁ ମୋ ନିଜ ହାତରେ ତିଆରି କରେ বাস বাহ অতি চমৎকার তোমার হাতরে জাদু কাচু এসব নাই চমৎকার প্রতিভা আছে তুমি তুমি মতে আজ কোন চখিল মতে লাগিলা আজ স্বর্গর অমৃত মু তম হাতରୁ পাইগলি বাহ সলিড অত্যন্ত চমৎকার তম সর্বত মতে কহিল মু যে এঠিকি আসিছি এ ঘরে কলা কিয়ে শিখিব তমে না তম বোপা ହଁ ସାର୍ ମୋ ବାପାର କଣ ଅଛି ଆଉ নাই ବୟସ ଆଉ ନାହିଁ ସେ ପୁରା ବୁଢା ହେଲାଣି ହଁ। ସେ ଯଦି ତମଠାରୁ କଳା ନବ ତାହେଲେ ବିଲୁଆ ଶୁଭିଲା ଭଳି ମତେ ଲାଗିବ ନିଶ୍ଚୟ। ତ ବରଂ ଭଲ ହବ ତେବେ ମତେ କଳା ଦିଅ ମୁଁ ତମ ନାଁ ରଖିବି ସାର୍ ମତେ ମନ ଇଚ୍ଛା କଳା ଦିଅନ୍ତୁ ସାର୍ ମତେ ମନ ଇଚ୍ଛା କଳା দিଅନ୍ତୁ তাহলে তুমি কলা নব ହଁ মো ছেচা সম্ভাଳି পারিবে আচ্ছা ଏ କଣ ଛେଚା କିଛି କରେ ସାରେ ଓ। ଛେଚା ମାନେ କଣ ଛେଚା ମାନେ ମୋ କହିବା କଥା କ୍ଲାସ୍ ମାନେ ମୁଁ ଯୋଉ ଛେଚା ଦେବି ମାନେ ଯୋଉ ନୋଟ୍ସ ଦେବି ତମେ ନବ ନା ନାହିଁ ଯଦି ଅଧାରୁ ତମେ କ୍ଲାସ୍ ଛାଡ଼ି ଦିଅ କି ନହେଲେ ତମେ କହିବ ମୁଁ ପାରିବିନି ଏସବୁ ଅସୁବିଧା ହବ ନା ସେଥିପାଇଁ ମୁଁ ପ୍ରଥମରୁ ଟିକେ ଷ୍ଟୁଡେଣ୍ଟକୁ ଛେଚେ ଛେଚିଲେ ଜଣା ପଡ଼ିଯିବ ସେ କେତେ ଲୋଡ୍ ନବ ସେଥିପାଇଁ ଟିକେ ଛେଚେ ଓ ये ଗୋଟେ କଥା ମତେ ଯେତେ ଛେଚିବା କଥା ଛେଚ ମୁଁ ସବୁ ମ୍ୟାନେଜ କରିନେବି ହେଲେ ମୋତେ କଳା ଦରକାର ସାରେ ମନ ଇଚ୍ଛା ମତେ କଳା ଦିଅନ୍ତୁ ସାରେ ମନ ଇଚ୍ଛା ମତେ କଳା ଦିଅନ୍ତୁ ନିଶ୍ଚୟ ତମେ ଆଗରୁ କେବେ ଗୀତ ଗାଇଛ ହଁ ଗାଇଛ ନା ନାହିଁ ହଁ ସାରେ ଏଇ ଯୋଉ ହିଞ୍ଜି କାଟେ ସାଉଣ୍ଡ ଟ୍ରାକରେ ଗୋଟେ ବଢିଆ ସୁନ୍ଦର ଗୀତ ଗାଇବାକୁ ବାପା ଦିଦି ଆଇଛି ଓହୋ। ହେଲା ତାଠୁ ପଦେ ଶିଖି ଆଚ୍ଛା ଠିକ୍ ଅଛି ଗାଇ ନା 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 ପ୍ରଥମେ ମୁଁ ତମକୁ ଗାଇକି ଶୁଣେଇବି ତମେ ଯଦି ନେଇପାରିବ ତାହେଲେ ତମେ ଜଣା ପଡ଼ିଯିବ ତମେ କୋଉ ନୋଟ୍ରେ ଅଛ ସେଥିପାଇଁ ମୁଁ ତମକୁ ସେଇ ନୋଟ୍ ଅନୁସାରେ ଗୀତ ଖଣ୍ଡେ ଦେବି କିନ୍ତୁ ପ୍ରଥମେ ତମେ ଏଇ ଗୀତଟାକୁ ଗାଇବାକୁ ଟିକେ ଚେଷ୍ଟା କରିବ କ'ଣ ଗାଇବ ଯଦି ଏକ ନିହାତି ଲାଗେ ଅଧରାତିରେ ବାରିଆଡ଼େ ଯାଇ ମୁତିକି ଆସିବ ଆରେ ନହେଲେ ନହେଲେ ତମେ କଣ ଜାଣି ସାଇଲେ ସେ ଜରେ ମୁତିବ ଯଦି ଏକ ନିହାତି ଲାଗେ ଅପରାଧୀରେ ଯଦି ଏକ ନିହାତି ଲାଗେ ଅପରାଧୀରେ ବାରିଆଡ଼େ ଯାଇ ମୁତିକି ଆସିବ ନହେଲେ ନହେଲେ ତମେ କଣ ସେ ଜରେ ମୁତିବ আর চিনি চিনি স্বপ্নে উঠিব মুঠা পটি সব মোরা খাব পাহান্তি পবন বাজিলে হয় ধীরে 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 ঠোঁটা সে লাগিব যদি ঠোঁটা নিহাতি লাগে ঠোঁটা উপরে যদি ঠোঁটা নিহাতি লাগে ঠোঁটা উপরে তলে তমে শোইଯିବ নহেলে নহেলে তমে শীতলে পড়িব সে ঝরে মুতিব হবে না বিলকুল হবে না ମୁଁ ସେଥିରେ ମୁତେନି କି ମୁଁ ଏ ଗୀତ ଗାଇ ପାରିବିନି ମୁଁ ଜାଣିଥିଲି ସେ ପ୍ରତିଭା ନାହିଁ ତାହେଲେ ଗୀତ ଶିଖିବା ପାଇଁ ଟିକେ କଳା ଆଗ୍ରହ ଅଛି ତାହେଲେ ଗୋଟେ କାମ କର ତମେ ତମ ଚଏସ୍ରେ ତମ ଭଏସ୍ରେ ତମକୁ ଯୋଉଟା ଶାନ୍ତି ଲାଗିବ ସେଇ ଗୀତଟା ତମେ ଗାଅ ଗାଇପାର ଗାଅ ଇଏ ଗୀତ ମତେ ଲାଗିଲା ମଣିଷିକି କିଏ ପଘାରେ ବାନ୍ଧି ଦେଇଛି ସେ ଖାଲି ବୋବୁ କୋଉ ନୋଟ ତମର ନୋଟ ଟିକେ ଉପରକୁ ପଳଉଛି ତମେ ଆଉ ଟିକେ ତଳକୁ ଧର ବାପା ଦିଦି ଭଲ ଶିଖେଇବ ନା ନା ସେ ଅଧା ଶିଖିଛି ମୋଠୁ ସେ ମୋର ଷ୍ଟୁଡେଣ୍ଟ ସେ ଅଧା ଶିଖିଛି ଅଧାରୁ ସେ ଛେଟା ସମ୍ଭାଳି ପାରିଲାନି ଛାଡ଼ିକି ପଳେଇଲା ମୁଁ
ଷ୍ଟାଇଲ ହଉଛି ବୁଝିପାରିଲ ନାଇଁ ତମେ କେମିତି ଧରିବ ନୋଟଟା ମାଇଲା ଲୋ ଆଉ ଟିକେ ଧର ହଁ ମାଇଲା ଲୋ ମାଇଲା ଲୋ রসিকিয়া বাস কিয়া জায়গা টিকে ট্রেস কিন্তু রসিকিয়া কিয়া বাস নোটটা ধরো হ্যাঁ মাইলা লো বাকি তার মাইলা লো রসিকিয়া अच्छी क्लास चेष्टा करवा कोटी कोटी अच्छी तुम फैंटास्टिक गीत जानिच आग्रह भी अच्छी मत से लगुच तुम खाली ओडिशा कहीं छत्रपुर ब्लॉक रे बुझिपाइल तापर पुणी ओडिशा जीव ओडिशा राज्य रे तापर पुणी इंडिया चली इंडिया देश रे तापर पुणी विदेश चली माने विश्व रे तुम बापा को ना मो ना तुम ना मो झील को संगीत शिखेली बोली ये सड़ा सुनील मास्टर को कही ता गोटे भल गोटे मास्टर पठेला ये साउंड वाला सुनी को पठेला सी कौन संगीत शिखेब सी खाली खाली लाइट लगेला ये लाइट वाला को गोटे पठेला सी लाइट कौन लगे संगीत शिखे वाला से लाइट लगे आरंभ करदेला ना एथर सार मत प्रतिज्ञा करछंती मु भल मास्टर विदेशी मास्टर को डाणी शिखेबी हौ जदि विदेश मास्टर शिखे ना आसी नांती ताहेले मु मो झियो को संगीत शिखेबी सारा भारत वर्ष 1 नंबर करबी हेले कोठु शिखेबी केमिति शिखेबी ना आगो बंगला रो आरंभ करिबा सेइते संगीत भल तुमे जे हमार सुधु जे नमस्कार my name यानी my परिचय से संगीत टीचर बीपी इज्जत जगे ये बीपी कौन है हाँ ये बीपी माने जो पिला माने राति अधरे मोबाइल धरिकी से जो राति अधरे जो पिक्चर देखती सही विष्णु पुराण ना आउ कौन not a विष्णु पुराण not a my name is बीपी यानी वीरबर पुहा आ से कथा कोन शॉर्टकट रे कहले यार सेड पड़ोची कथा सीधा कह अच्छा बापा तमे संगीत जानिछो शिखिछो ये कोठी शिखिछो मु प्रथमे मु 4 वर्ष खंडे संगीत शिक्षा कली जाम्बिया इज्जत जग पुणी 3 वर्ष चली गली कोलंबिया तापर पुणी 8 वर्ष में चली गली नाम्बिया
ଆଉ ସେଇଠି ରହିଗଲେନି ଇଆଡ଼େ କାହିଁକି ରହିଗଲ? ନା ମୋତେ ପୁରା ଦେଶରେ ମୋ ସଙ୍ଗୀତକୁ ପ୍ରସାର ପ୍ରଚାରଣ କରିବାର ଥିଲା। ହଁ। ସେଥିପାଇଁ ମୁଁ ଆପଣଙ୍କର ଗୋଟିଏ ରିକ୍ୱେଷ୍ଟରେ ମୁଁ ପଳେଇ ଆସିଲି ଆପଣଙ୍କ ଝିଅକୁ ଛେଚିବା ମାନେ ସଙ୍ଗୀତ ଶିଖିବା। ଭଲ କରିଛ ଆସିଛ। ହେଲେ ବାପା ମୁଁ ଭାବୁଛି ତମେ ମା ପେଟରୁ ପୁରା ସଙ୍ଗୀତ ଶିକ୍ଷା କରିଦେଇଛ। ଏ ଝିଅ ଯା ସାରଙ୍କ ପାଦ ଧୂଳି ନେଇ ତା ଉପରେ ଟିକେ ମୂର୍ତ୍ତି କରିକି ମୂର୍ତ୍ତି ପକା। ଆପଣ ଯୋଉ କହିଲେ ମୋ ବାପା ଜଣେ ସଙ୍ଗୀତରେ ବିଶାରଦ ହାସଲ କରିଛନ୍ତି। ସତେ ଥିବେ ଆଉ ତମ କଳା ଜଣା ପଡୁଛି। ସିଏ ଯେତେବେଳେ ବିଦେଶରେ ଯାଇ ଗୀତ ଗାଇଲେ ସେଠି ତାଙ୍କୁ ଗୋଟେ ରତ୍ନ ମୁଦ୍ରା ମିଳିଥିଲା। ସେ ରତ୍ନ ମୁଦ୍ରା ଏମିତି ଗୋଟେ ଶକ୍ତି ଥିଲା ତାକୁ ଯିଏ ଧରିବ ତା ଦେହରେ ଗଳିବ। ବଢିଆ ସଙ୍ଗୀତ। ସେଥିପାଇଁ ମୁଁ ତାକୁ ମୋ ହାତରେ ଆହରଣ କରି ସମସ୍ତ ବିଦ୍ୟାକୁ ମୁଁ ଶିଖିବା ପାଇଁ ପ୍ରୟାସ କରୁଥିଲି। ହଠାତ୍ କିନା କଣ ହେଲା ତା ବ୍ୟାଟେରୀ ସରିଗଲା। ପିକେ ଫିଲ୍ମର ଇଏ ଭଳିଆ ଦେଖାଯାଉଥିଲା ସେ ବ୍ୟାଟେରୀ ସରିଗଲା। ମୁଁ ବାରମ୍ବାର କଣ କରି ଯୋଉଠି ମିଳିଥିଲା ମୋ ବାପାଙ୍କୁ ମୁଁ ସେଇଠିକି ପୁଣି ଗଲି। ସେ ସବ ଜାଗାର ନାଁ ଥିଲା କଲମ୍ବିଆ। ସେଇଠି ଶିଖିଲ ଭଲ କରିଛ ଆଉ। ହେ ବାପା ମୁଁ କେବଳ ଏଇ ସାରଙ୍କ ଗୀତ ଶିଖିବି। ତୁ କାହିଁକି ଏତେ ଉଚ୍ଛନ୍ନ ହଉଛୁ? ଶିଖିବୁ ନା ଆଉ। ମୁଁ ଯାହା ଅନୁମାନ କରୁଥିଲି ସାର୍ ଠିକ ଜାଣିଛନ୍ତି। ମୁଁ ଭାବୁଥିଲି ଆଙ୍କ ବାପା ମା ଯେତେବେଳେ ସଙ୍ଗୀତ ଶିକ୍ଷା ରାତିରେ ହଉଥିଲେ ଠିକ ସେ ସମୟରେ ସାର୍ ଗଳି ପଡ଼ିଛନ୍ତି। ସେଥିପାଇଁ ତାଙ୍କ ନାଁଟା ବିପି ଠିକ। ହେଲେ ସରା ଆଜିକାଲି ଏତେ ମାଷ୍ଟର ଆଉଛନ୍ତି କାହାକୁ ବିଶ୍ୱାସ ନାହିଁ। ଇଏ କେତେବେଳେ କିଏ ଆସିକି ମୋ ଝିଅ ସାଙ୍ଗରେ ସଙ୍ଗୀତ ଶିଖିବ କହିକି ଆଉ କଣ କରିକି ପଳଉଛି। ଆଗ ମୁଁ ଟେଷ୍ଟ କରିବି ତାପରେ ଯାଇକି ସଙ୍ଗୀତ ଟିଚରକୁ ଘରେ ରଖିବି। କଣ କରିବି କୋଉ ଗୀତ ଗାଇବି? କେଡ଼େ ଛନ୍ଦ ଜାଣେ ଲ ସଖୀ ନନ୍ଦ ରାଜାର ଟିକେ ପିଲାଟି। କେଡ଼େ ଛନ୍ଦ ଜାଣେ ଲ ସଖୀ ନନ୍ଦ ରାଜାର ଟିକେ ପିଲାଟି। କେଡ଼େ ଛନ୍ଦ ଜାଣେ ଲ ସଖୀ ନନ୍ଦ ରାଜାର ଟିକେ ପିଲାଟି। କେଡ଼େ ଛନ୍ଦ ଜାଣେ ଲ ସଖୀ କେଡ଼େ ଛନ୍ଦ ଜାଣେ ଲ ସଖୀ କେଡ଼େ ଛନ୍ଦ ଜାଣେ ଲ ସଖୀ। ମୋ ଝିଅରେ ଅଭ୍ୟାସ ଅଛି ବୋଲିକି ତ ମୁଁ ସମସ୍ତଙ୍କୁ ଛନ୍ଦ ଶିଖେଇଲ ସଖୀ ମୋ ଦେହରୁ ପ୍ରାଣ ଚାଲିଯିବ। ସାର୍ ବୋଧେ ଦେହକୁ ନେଇଗଲେ ପଳେଇଲା ଦେହରୁ ପଳେଇଲା। ଆଉ ମୋ ଝିଅର ଟେଷ୍ଟ କଲେ? ହଁ ପାଟି ପକେଇଲି ସବୁ ମିଠା ଲାଗିଲା। ଆପଣଙ୍କ ଝିଅର ଭଏସ୍, ଆପଣଙ୍କ ଝିଅର ଚଏସ୍, ଆପଣଙ୍କ ଝିଅର ଗୀତ ଗାଇବା ଯୋଉ ଆଗ୍ରହ ସବୁ ବଢିଆ ଲାଗିଲା। ମତେ ଲାଗୁଛି ଆପଣଙ୍କ ଝିଅ ହିଁ ମୋର ଏକମାତ୍ର ଷ୍ଟୁଡେଣ୍ଟ ହବ ଯିଏକୁ ମୋ ନାଁକୁ ସାରା ବିଶ୍ୱରେ ସତେ ଆଜ୍ଞା। ମୋ ଝିଅର ଖାଲି ଗଳାଟା ଦେଖିଛନ୍ତି, ତା ନଳାଟା ଦେଖିନାହାନ୍ତି। ଥରେ ଯଦି ଇଜ୍ଜତ ଇଆଡେ ସିଆଡେ ହେଲା ସେ ଫୁକ ନଳାରେ ଏମିତି କେରକେରା କରିକି ବାଡେଇବ ସେ ଝିଅ ପଳେଇବ ଲାମ୍ବିଆ। ତାହେଲେ ଯୋଉ ନଳା କଥା କହିଲେ ଫୁକୁ ନଳା ଅଲଗା ନଳା ଭାବିବ ତମର ମନ ଇଆଡେ ସିଆଡେ। ହଉ ସାର୍ ଆଉ ଡେରି କରନ୍ତୁନି, ଏବେ ମୋ ଝିଅକୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଦିଅନ୍ତୁ ବୁଝିଲେ। ଗତ ବର୍ଷ ହିଞ୍ଜିଲି କାପରେ ମୋ ଝିଅ ଏମିତି ସଙ୍ଗୀତ ମାନେ ନୃତ୍ୟ କରିଛି ଇଏ ଖଣ୍ଡ ମଣ୍ଡଳ ଯେତିକି ମୋବାଇଲ ଖୋଜିବେ ସବୁ ମୋବାଇଲରେ ଖାଲି ମୋ ଝିଅର ଭାଇରାଲ ବାହାରିବ। କଣ ବାହାରିବ? ଇନଷ୍ଟାରେ ବାହାରିବ। ଏତେ ଫଲୋଅର୍ସ ବଢି ଯାଇଛନ୍ତି। ଆଉ ସେଥିପାଇଁ ମୁଁ ଚିନ୍ତା କଲି ଏ ବର୍ଷ ମୋ ଝିଅ ଡ୍ୟାନ୍ସ କରିବନି ଗୀତ ଗାଇବ। ସେଥିପାଇଁ ଆପଣଙ୍କୁ ଡାକିଛି। ତାକୁ ଯେତେ ଲୋଡ ଦେବା କଥା ଦିଅନ୍ତୁ, ସେ ସବୁ ସମ୍ଭାଳି ଦେବ। ଆପଣଙ୍କ ଝିଅକୁ ଦେଖିଲି କି ମୁଁ ଜାଣିପାରୁଛି ଆପଣଙ୍କ ଝିଅର ଏ ଅଞ୍ଚଳରେ ଗୋଟେ ଦବଦବା ଅଛି, ଗୋଟେ ଦବଦବା ଅଛି। କିନ୍ତୁ ସେ ଦବଦବାଟାକୁ ଆଉ ଥରେ ପୁଣି ମୁଁ ମୋ ମାଧ୍ୟମରେ କରିକି ଆଉ ଗୋଟେ ଦବଦବା ଆପଣ ଆଉ ଟିକେ ଦବେଇ ଦିଅନ୍ତୁ। ବୁଝିପାରିଲେ? ତମ ଗୀତକୁ ମାନେ ତମ ସଙ୍ଗୀତକୁ କଣ୍ଠସ୍ଥ ମୁଖସ୍ଥ ଗଳଗଳସ୍ଥ କରି ଗର୍ଭସ୍ଥ ସାରା ବିଶ୍ୱ କହିବି ମୁଁ ହଉଛି ଏକ ନମ୍ବର ଛାତ୍ରୀ ଦବ। ୱାଣ୍ଡରଫୁଲ। ତାହେଲେ ମୁଁ ପ୍ରଥମ ପର୍ଯ୍ୟାୟରେ ମୁଁ ଆପଣଙ୍କ ଝିଅକୁ ମୁଁ ଗୋଟେ ଜାମ୍ଭିବେଳାର ଗୋଟେ ଛାତ୍ରୀ। ପ୍ରଥମ ନୋଟଟି ହେଉଛି ବି ଫ୍ଲାଟ୍, ମାନେ ଏଇଟା ହିନ୍ଦୁସ୍ତାନରେ ଯାଉଛି। କିନ୍ତୁ ଆମେ ଯଦି ଆଉଟ୍ ଅଫ୍ ଷ୍ଟେଟ୍ ନେବା ସେଟା ଓଲଟା ଯିବ। କେମିତି ଯିବ? ଫ୍ଲାଟ୍ ବି। ସେଥିପାଇଁ ତମେ ପ୍ରଥମେ ଧର ନା ଏଇଟା ତମର ଏମିତି ଦେଇକି ପଳେଇଲା। ତମେ ଡାଇରେକ୍ଟ ଧର
ଏଇ ନୋଟଟାକୁ ମୁଖସ୍ଥ କରିବ କେମିତି ଧରିବ ଅଛି କଳା ତାର ଭଲ ଧରିବା ଅଭ୍ୟାସ ଅଛି ଧର ଫ୍ଲାଟ ବି এইଥିପାଇଁ ମୁଁ ମନା କରୁଛି ଯେ କ୍ଲାସ୍ କଲାବେଳେ କି ରୁହନ୍ତୁନି ସେ ଅଧା ରୁହେ ପାଠ ଭୁଲିଯିବ ନା ନାହିଁ ଧର ଫ୍ଲାଟ ବି ମନା କରିଛି ମଝିରେ ପସନ୍ଦ ସେ ଅପେକ୍ଷା ହେଉଛି ଶୁଣନ୍ତୁ ଗୋଟେ 5 ଜଣ ବସୁଛନ୍ତି ଭଦ୍ରଲୋକ ଶୁଣନ୍ତୁ ଅପେକ୍ଷା ହେଉଛି ନା ହଉ ମୁଁ ଧରିଲା ପରେ ସିଏ ଧରିଛି କେତେ ସୁନ୍ଦର ଲାଗୁଛି ତାପରେ ତମେ ଧରିଲେ କେମିତି ଅସୁବିଧା ହେଉଛି ମୁଁ ମଝିରେ ଷଣ୍ଢ ପୁରେଇଲି ୱାଣ୍ଡରଫୁଲ ଧର ଫ୍ଲାଟ ବି ତମେ ହବନି ମୁଁ ଏଇଥିପାଇଁ ମୋ ବାପାଙ୍କୁ କି ତାଙ୍କ ପ୍ୟାରେଣ୍ଟସ୍କୁ ରଖିକି ଛେଚେନି ମାନେ ସଙ୍ଗୀତ ଶିଖାଏନି ତମେ ଯାହା କର ମୁଁ କବାଟ ଦେଇକି ଛେଚିବି ମୋ କଥା ସଙ୍ଗୀତ ଶିଖିବି ଟିକେ ସେ ଧରୁଛି ଧରିଲା ବେଳକୁ ନା ଧର ଫ୍ଲାଟ ବି ନା ଫ୍ଲାଟ ବି ନା ଫ୍ଲାଟ ବି ଆପଣଙ୍କ ଝିଅ ଏଇ ମାର୍ଡେକରେ ଯଦି ଗୋଲ୍ଡ ମେଡାଲ ନ ଆଣିଛି ତାହେଲେ ମୋ ନା ବିପି ନୁହଁ ତାହେଲେ ମୁଁ ଗୋଟେ କାମ କରୁଛି ଆଜିର କ୍ଲାସ୍ ଏଇଠି ସମାପ୍ତ କରି ମୁଁ ଯାଉଛି ମୁଁ ପୁଣି ଆସନ୍ତା ସପ୍ତାହରେ ଆସିବି ଆଉ ଯିବା କଥା ନା ଧରନ୍ତୁନି ଆସନ୍ତୁ ସାର୍ ଏଇଠି ରହିଯାଆନ୍ତୁ ଖାଇ ପିଇକି କ'ଣ ଏବେ ଆପଣ ମୋ ଝିଅଠୁ କ୍ଲାସ୍ ଆରମ୍ଭ କରିଦିଅନ୍ତୁ ହେଲା ଆପଣଙ୍କ ଏ ଚିକଲଖଣ୍ଡି ଗାଁରେ ବଡ଼ ରୁମ୍ ଗୋଟେ ନେଇଯିବି ତା ଭିତରେ ଲେଟ୍ରିନ୍ ଥିବ ବାଥରୁମ୍ ଥିବ ଆଉ ଶୋଇବା ଘର ଥିବ ସବୁ ଥିବ ଖାଇବା ପିଇବାରେ କିଛି ଅଭାବ ହବନି ମୋ ଝିଅ ସବୁ ରୋଷେଇ କରିକି ଦେବ ଠିକ୍ ହେଲା ଆପଣ ଏପଟୁ ଆରମ୍ଭ କରିଦିଅନ୍ତୁ ଆଜ୍ଞା ମୁଁ କିନ୍ତୁ ସେ ଗୋଟିଏ ଆଇଟମ୍ ଖାଏ ନାଇଁ ମାନେ ମୋ କହିବା କଥା ଆପଣଙ୍କ ଝିଅ ସବୁ ପ୍ରକାର ରୋଷେଇ କରିବ 9 ଜଣ 6 ଭଜା କରିବ କିନ୍ତୁ ମତେ ଯୋଉ ଗୋଟିଏ ଆଇଟମ୍ ଭଲ ସେଇଟା କୋଉଟା ଯୋଉଟା ଭଲ ଲାଗିବ ସେଇଥିରେ ମୁଁ ସମସ୍ତଙ୍କର ଟିକେ ହାତ ମାରିବି ନା ଯୋଉଟା ଭଲ ଲାଗିବ ସେଇଥିରେ ହିଁ ଖାଇବି ତାହେଲେ ମୁଁ ଗୋଟେ କାମ କରୁଛି ମୋର ଜାମା ପଟା ଆଉ ଯୋଉ ମୋର ହାରମୋନିୟମଟା ମୁଁ ନେଇକି ଆସିକି ଆପଣଙ୍କୁ ଯୋଉ ଶିଖେଇବି ତାହେଲେ ମୁଁ ଆସୁଛି ଆଜ୍ଞା ଆସୁଛି ତମ ସ୍କେଲଟା ହଉଛି ଫ୍ଲାଟ ବି ନା ଆପଣ ଜମା ସୁଧିରିବେନି ମତେ ଯାହା ଲାଗୁଛି ଆପଣ ମଝିରେ ପଶିକି ଯୋଉ ଏଇ ଯୋଉ କଥା କ'ଣ ବୋଲେ ମୋ ଝିଅର ଟିକେ ଜୀବ ଲାଗୁଛି ତ ହଉ ଠିକ ଅଛି ଠିକ ଅଛି ଆପଣ ବାପା ଝିଅ ମିଶିକିରି ଆପଣ ଫ୍ଲାଟ ପି ଧରନ୍ତୁ ସିଏ ଆ ଧରିବ ପଡ଼ିବ ହବ ନା ଫ୍ଲାଟ ପି ନା ସାର୍ ମତେ ପୁଣି ଆସିବା ପାଇଁ ପଡ଼ିବ ଯାହା ଲାଗିଲାଣି ଧର ଫ୍ଲାଟ ପି ଫ୍ଲାଟ ପି ଧରିଲା କେଡ଼େ ଶ୍ରଦ୍ଧାରେ କରୁଛୁ